ପିଲାମାନେ ଆଉ ଗୋଟିଏ ସୁନ୍ଦର ବିଷୟ ଆଲୋଚନା କରିବା କାହାର କେତେ ଗୋଡ଼ ନେଇକି ପିଲାମାନେ ତମେମାନେ ଯେଉଁ ତୁମର ଆଖପାଖରେ ବିଭିନ୍ନ ଜୀବଜନ୍ତୁ ପଶୁପକ୍ଷୀ ଦେଖୁଛ କାହାର କ'ଣ ଗୋଡ଼ ସଂଖ୍ୟା ସମାନ ଅଛି ସମସ୍ତଙ୍କର ଅଲଗା ଯେମିତି ପଶୁର ଅଲଗା ପକ୍ଷୀର ଅଲଗା ନେଇକି ଆସ ଆଲୋଚନା କରିବା। ବଣର ପାଠଶାଳା କହିଲେ ବଣ ଭିତରେ ବିଦ୍ୟାଳୟ ପାଠ ପଢ଼ା ଚାଲିଥାଏ। ବାଘ ଗୁରୁଜୀ ହୋଇ ପାଠ ପଢ଼ାଉଥିବେ। ତାହେଲେ କିଏ ପାଠ ପଢ଼ାଉଛନ୍ତି ନା ବାଘ ଗୁରୁଜୀ ହେଇକି ପାଠ ପଢ଼ାଉଛନ୍ତି। ପ୍ରଥମେ ବାଘ କହିଲେ ପିଲାମାନେ କହିଲ ଦେଖି ଗୋଡ଼ ଆମର କ'ଣ ଉପକାର କରେ? ବାଘ ଗୁରୁଜୀ ପଚାରିଲେ। ସେଇଠୁ ମାଙ୍କଡ଼ କହିଲା ଗୁରୁଜୀ ଗୋଡ଼ରେ ଆମେ ଚାଲୁ ଖେଳୁ ଆଉ ଦୌଡ଼ୁ। ସେଇଠୁ ସାପ କହିଲା ମୋର ଗୋଡ଼ ନାହିଁ ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ହଁ କି ନାହିଁ ପିଲାମାନେ? ଯାହାର ଗୋଡ଼ ନଥାଏ ସେମାନେ ଛାତିରେ ଭରା ଦେଇ ଚାଲନ୍ତି। ଯେମିତି ସାପ ଜିଆ ଜୋକ ଆଉ କିଛି ପ୍ରାଣୀ ଗୋଡ଼ ଥିଲେ ବି ଛାତିରେ ଭରା ଦେଇକି ଚାଲନ୍ତି ଯେମିତି କୁମ୍ଭୀର ଏଣ୍ଡୁଅ ଝିଟିପିଟି ଇତ୍ୟାଦି ନେଇକି ପିଲାମାନେ। ସେଇଠୁ ବାଘ କହିଲେ ହଁ ସାପ ପରି ମଧ୍ୟ ଜିଆ ମାଛ ଗେଣ୍ଡା ଜୋକର ବି ଗୋଡ଼ ନାହିଁ। ତାହେଲେ ଜାଣିପାରିଲ ନା ପିଲାମାନେ କାହାର କାହାର ଗୋଡ଼ ନାହିଁ? ଜିଆ ମାଛ ଗେଣ୍ଡା ଜୋକ ହଁ କି ନାହିଁ? ଆଉ ଆମେ ତ ଜାଣିଲେ ସାପର ବି ଗୋଡ଼ ନାହିଁ ହେଲା। ଆଉ ଆମେ ଜାଣିଲେ ନା ପିଲାମାନେ ଯେଉଁମାନେ ଛାତିରେ ଭରା ଦେଇକି ଚାଲନ୍ତି ସେମାନଙ୍କୁ ଆମେ ସରୀସୃପ କହୁ। କୁମ୍ଭୀର ତମେ ଦେଖିଥିବ ତାର ଗୋଡ଼ ଅଛି ହେଲେ ବି ସେ ଛାତିରେ ଭରା ଦେଇକି ଚାଲେ। ଝିଟିପିଟି ଏଣ୍ଡୁଅ ସାପ ନେଉଳ ଏମାନେ ସବୁ ଛାତିରେ ଭରା ଦେଇକି ଚାଲନ୍ତି ଅର୍ଥାତ୍ ଏମାନେ ଚାଲିଲା ବେଳେ ଭୂଇଁରେ ୟାଙ୍କର ଛାତି ବାଜିଥାଏ। ଆଉ ପିଲାମାନେ ବୁଝିଗଲ ନା ଗୋଡ଼ ଆମର କେଉଁ କାମରେ ଲାଗେ? ନା ଗୋଡ଼ରେ ଆମେ ଛିଡ଼ା ହେଉ ଗୋଡ଼ରେ ଆମେ ଚାଲୁ ଗୋଡ଼ରେ ଆମେ ଖେଳୁ ଗୋଡ଼ରେ ଆମେ ଦୌଡ଼ୁ ହଁ କି ନାହିଁ? ଯଦି ଆମର ଗୋଡ଼ ନଥାନ୍ତା ଆମେ ସିଧା ହୋଇକି ଛିଡ଼ା ହୋଇପାରନ୍ତେ ନାହିଁ। ସେଇଠୁ ମୟୂର କହିଲା ଗୁରୁଜୀ ମୋର ଯେମିତି ଦୁଇଟି ଗୋଡ଼ ସବୁ ପକ୍ଷୀଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ ମଣିଷର ବି ଦୁଇଟି ଗୋଡ଼। ତାହେଲେ ମୟୂର କ'ଣ କହିଲା ନା ଗୁରୁଜୀ ମୋର ଯେମିତି ଦୁଇଟା ଗୋଡ଼ ସଂସାରରେ ଯେତେ ବି ପକ୍ଷୀ ଅଛନ୍ତି କାଉ ବଗ ବଣି ପାରା ଶୁଆ ଘରଚଟିଆ ସମସ୍ତଙ୍କର ଦୁଇଟା ଲେଖାଏଁ ଗୋଡ଼ ଅଛି ଆଉ ମଣିଷର ବି ଦୁଇଟା ଗୋଡ଼। ସେଇଠୁ ଭାଲୁ କହିଲା କିନ୍ତୁ ମୋର 4ଟି ଗୋଡ଼ ଅଛି। ସିଂହ ହରିଣ ଓ ଠେକୁଆ ଭାଇମାନଙ୍କର ବି 4ଟି ଲେଖାଏଁ ଗୋଡ଼ ଅଛି। ଭାଲୁ କ'ଣ କହିଲା ଯେ ମୋର 4ଟି ଗୋଡ଼ ଅଛି ଏବଂ ସିଂହ ହରିଣ ଠେକୁଆ ଏମାନଙ୍କର ବି ମଧ୍ୟ 4ଟି ଗୋଡ଼ ଅଛି। ତାହେଲେ ଆମେ କ'ଣ ଜାଣିଲେ ପିଲାମାନେ? ପଶୁମାନଙ୍କର 4ଟି ଲେଖାଏଁ ଗୋଡ଼ ଅଛି। ଗାଈ ଛେଳି ମେଣ୍ଢା ହାତୀ ଘୋଡ଼ା ଗଧ ଓଧ ଏମାନଙ୍କ ସବୁ 4ଟି ଲେଖାଏଁ ଗୋଡ଼। ସେଇଠୁ ମାଙ୍କଡ଼ କହିଲା ମୋର ବି ମଧ୍ୟ 4ଟି ଗୋଡ଼ ମୁଁ ମୋ ଆଗ 2 ଗୋଡ଼କୁ ହାତ ପରି କାମରେ ଲଗାଏ। ହଁ କି ନାହିଁ ପିଲାମାନେ? ମାଙ୍କଡ଼ର 4ଟି ଗୋଡ଼ କିନ୍ତୁ ତାର ଆଗ ଗୋଡ଼ 2ଟିକୁ ସିଏ ହାତ ଭଳି ବ୍ୟବହାର କରିପାରେ। ଗଛରେ ଧରିକି ଡେଇଁପାରେ ଜିନିଷପତ୍ର ଧରିପାରେ 2 ଗୋଡ଼ରେ ସେ ଚାଲି ମଧ୍ୟ ପାରେ। ହଁ କି ନାହିଁ? ତାହେଲେ ମାଙ୍କଡ଼ ଆଉ ହନୁ ଏମାନେ ସବୁ ଆଗ ଗୋଡ଼କୁ ହାତ ଭଳି ବ୍ୟବହାର କରନ୍ତି। ସେଇଠୁ ହାତୀ କହିଲା ମୋର 5ଟା ଗୋଡ଼ ବୋଲି ଭାବୁଛ କି? ନା ନା ମୋର ବି 4ଟା ଗୋଡ଼ ଆଉ ଗୋଟିଏ ଲମ୍ବା ଶୁଣ୍ଢ ଅଛି ସେଇଟା ଗୋଡ଼ ନୁହେଁ। ଯେଉଁଟା 5ଟା ଗୋଡ଼ ବୋଲି ତୁମେ ଭାବୁଛ ସେଇଟା ଗୋଟେ ଲମ୍ବା ଶୁଣ୍ଢ। ସେଇଠୁ ବାଘ କହିଲା ଆଚ୍ଛା ପିଲାମାନେ କହିଲ ମଶା ମାଛିର କେତୋଟି ଲେଖାଏଁ ଗୋଡ଼? ବାଘ ଗୁରୁଜୀ ପଚାରିଲେ ମଶା ଆଉ ମାଛି ଏମାନଙ୍କର କେତୋଟି ଲେଖାଏଁ ଗୋଡ଼ ଅଛି? ହଁ କି ନାହିଁ? ତାହେଲେ ଆମେ କ'ଣ ଜାଣିଲେ ପିଲାମାନେ? ସବୁ ପକ୍ଷୀମାନଙ୍କର 2ଟି ଲେଖାଏଁ ଗୋଡ଼ ଅଛି ଆଉ ମଣିଷର ମଧ୍ୟ 2ଟି ଗୋଡ଼ ଆଉ ଯେତେ ପଶୁମାନଙ୍କର 4ଟି ଲେଖାଏଁ ଗୋଡ଼। ମାଙ୍କଡ଼ ତାର ଆଗ ଗୋଡ଼କୁ ହାତ ଭଳି ବ୍ୟବହାର କରେ। ସେଇଠୁ ପ୍ରଜାପତି କହିଲା ମଶା ମାଛି ଏମାନଙ୍କର 6ଟି ଲେଖାଏଁ ଗୋଡ଼ ମୋର ବି 6ଟି ଗୋଡ଼ ଅଛି। ହଁ କି ନାହିଁ ପିଲାମାନେ? ତାହେଲେ ମଶା ମାଛି ଏମାନଙ୍କର ସବୁ 6ଟି ଲେଖାଏଁ ଗୋଡ଼। ଜନ୍ଦା ପିମ୍ପୁଡ଼ି ଭଅଁର ମହୁମାଛିର ବି 6ଟି ଲେଖାଏଁ ଗୋଡ଼। ତାହେଲେ ତୁମେ ଜାଣିଗଲ ନା ପିଲାମାନେ କାହାର 6ଟି ଲେଖାଏଁ ଗୋଡ଼? ମଶା ମାଛି ଜନ୍ଦା ପିମ୍ପୁଡ଼ି ଭଅଁର ମହୁମାଛି ଏମାନଙ୍କର 6ଟି ଲେଖାଏଁ ଗୋଡ଼। ସେଇଠୁ ବାଘ କହିଲା ଆରେ ବାଃ ଏଥର କହିଲ କାହାର 8ଟି ଗୋଡ଼ ଅଛି? ସେଇଠୁ ବୁଢ଼ିଆଣୀ କହିଲା ମୋର ପରା 8ଟି ଗୋଡ଼। ମାଙ୍କଡ଼ସା ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ତାହେଲେ ବୁଢ଼ିଆଣୀ ଆଉ ମାଙ୍କଡ଼ସା ଏମାନଙ୍କର 8ଟି ଲେଖାଏଁ ଗୋଡ଼। ସେଇଠୁ ବାଘ କହିଲା ବହୁତ ଭଲ। ପିଲାମାନେ ଜାଣିଛ କି ଗୋଟିଏ କୀଟ ଅଛି ତାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ଅଛି।
ଏହି ଅଦ୍ଭୁତ କୀଟର ନାମ ହେଲା ବିଛା। ତୁମେ ମାନେ କିଏ ବିଛା ଦେଖିଛ? ବିଛା ଦେଖିଛ କି ପିଲାମାନେ? ବିଛାର କେତେ ଗୋଡ଼ ଥାଏ ପିଲାମାନେ? ତାର 30ରୁ ଆରମ୍ଭ। ଛୋଟ ବିଛା 30, 32, 34, 40 ହେଇପାରେ। 30ରୁ ଆରମ୍ଭ 382 ପର୍ଯ୍ୟନ୍ତ ଗୋଡ଼ ଅଛି। କେତେ ଅଦ୍ଭୁତ ଜୀବ ଏ ପୃଥିବୀରେ ଅଛନ୍ତି, ନାଇଁ କି ପିଲାମାନେ? ତାହେଲେ ତୁମେ ଜାଣିଗଲ ନା, କାହାର 2ଟି ଗୋଡ଼, କାହାର 4ଟି ଗୋଡ଼, କାହାରି 6ଟି ଗୋଡ଼, କାହାର 8ଟି ଗୋଡ଼, କାହାରି 10ଟା ମଧ୍ୟ ଗୋଡ଼। ଯେମିତି କଙ୍କଡ଼ାର 10ଟି ଗୋଡ଼ ଅଛି, ନାଇଁ କି ପିଲାମାନେ? ଆଉ 30ରୁ ଉର୍ଦ୍ଧ୍ୱ ଗୋଡ଼ ଥିବା ବି ଜୀବ ବିଷୟରେ ଆମେ ଜାଣିଲେ, ସେଇଟା ହେଉଛି ବିଛା, ନାଇଁ କି? ସୁନ୍ଦର ବିଷୟଟିଏ ପିଲାମାନେ। ଆମେ ଗୋଡ଼ର ବ୍ୟବହାର ଜାଣିଲେ। ଦେଖ, କିଏ ଗୋଡ଼କୁ ହାତ ଭଳି ବି ବ୍ୟବହାର କରୁଛି। ମାଙ୍କଡ଼, ହନୁ ଏମାନେ ଆଗ ଗୋଡ଼କୁ ହାତ ଭଳିଆ ବ୍ୟବହାର କରୁଛନ୍ତି। ଆମେ ଗୋଡ଼ରେ ଚାଲୁ, ଗୋଡ଼ରେ ଛିଡ଼ା ହେଉ, ଗୋଡ଼ରେ ଦୌଡ଼ୁ, ହଁ କି ନାହିଁ ପିଲାମାନେ? ଆଉ କାହାର କେତେ ଗୋଡ଼ ବି ତୁମେ ଜାଣିପାରିଲ। କେତେ ସୁନ୍ଦର ବିଷୟଟିଏ। ଆଶା କରୁଛି ତୁମେ ଭଲ ଭାବରେ ବୁଝିପାରିଥିବ। ଆଉ ଯଦି ଭିଡ଼ିଓଟି ମନ ପସନ୍ଦର ହୁଏ, ଲାଇକ୍ଟିଏ ନିଶ୍ଚିତ କରିବ। ପିଲାମାନେ, କାଉ କହିଲା, ହଁ ମୁଁ ଦେଖିଛି। ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ରହେ, ନାଇଁ କି ପିଲାମାନେ? କାଉ କହିଲା, ହଁ ମୁଁ ବିଛା ଦେଖିଛି। ସେ ଅନ୍ଧାରୁଆ ଆଉ ଓଦା ଜାଗାରେ ରହେ। ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ କି ରହେ। ସେଇଠୁ ବାଘ କହିଲା, ଆରେ ବାଃ, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ସେଇଠୁ ବାଘ ଗୁରୁଜୀ କହିଲେ, ଆଜି ପାଇଁ ଏତିକି ଥାଉ, ନାଇଁ କି ପିଲାମାନେ? ସମସ୍ତ ଶିକ୍ଷାର୍ଥୀ ଗୁରୁଜୀଙ୍କୁ ଧନ୍ୟବାଦ ଦେଲେ। ପିଲାମାନେ, ତମେ ଏଇ ବିଷୟଟିକୁ ଅଭିନୟ କରିବ। ବାଘ, କାଉ ଆଉ ସବୁ ଜୀବଜନ୍ତୁଙ୍କର ଯେତିକି ଅଭିନୟରେ ଅଛନ୍ତି, ମୁଖା ପିନ୍ଧିକି ତମେ ସୁନ୍ଦର ଭାବରେ ଏହାକୁ ଅଭିନୟ କରିବ। ଦେଖିବ ଏ କାହାଣୀଟି ଭାରି ମଜା ଲାଗିବ। ତାହେଲେ ଆମେ ପଶୁପକ୍ଷୀଙ୍କର ଗୋଡ଼ ବିଷୟରେ ଜାଣିଲେ, ଗୋଡ଼ର ବ୍ୟବହାର ସମ୍ପର୍କରେ ଜାଣିଲେ, ଏବଂ ଆହୁରି କଥା ଆମେ ଜାଣିଲେ ଯେ ମାଙ୍କଡ଼ ତାର ଗୋଡ଼କୁ, ଆଗ 2ଟି ଗୋଡ଼କୁ ହାତ ଭଳି ବ୍ୟବହାର କରେ। ଏବଂ ଆମେ ଜାଣିଲେ ବିଛାର କେତେ ଗୁଡ଼ାଏ ଗୋଡ଼ ଅଛି, ସବୁଠାରୁ ଅଧିକ ଗୋଡ଼ ଅଛି, ନାଇଁ କି ପିଲାମାନେ? ତେବେ ଯିବା ଏହାର ପରବର୍ତ୍ତୀକୁ। କ'ଣ କହିଛି ପିଲାମାନେ? ଆସ କଥା ହେବା। ତୁମ ଘରେ ଦେଖିଥିବା କେତୋଟି ପଶୁପକ୍ଷୀଙ୍କ ନାମ, ସେମାନଙ୍କର ଗୋଡ଼ ସଂଖ୍ୟା କୁହ। ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ କ'ଣ ସୁବିଧା ହୁଅନ୍ତା? ସାପର ଗୋଡ଼ ଅଛି କି? ସେ କିପରି ଚାଲେ? ତୁମେ ପାଦରେ ଚପଲ ନ ପିନ୍ଧିଲେ କ'ଣ ହେବ? 10ଟା ଗୋଡ଼ ଥିବା ଜୀବ ଦେଖିଛ କି? ସେ କେଉଁଠାରେ ରହେ, କ'ଣ କରେ, ନାଇଁ କି ପିଲାମାନେ? ଏବେ ଆସ ଚିତ୍ର କରି ରଙ୍ଗ ଦେବା। ତୁମେ ଚିତ୍ର କରିବ, ଆଉ 1ରୁ 5 ନମ୍ବର ପ୍ରଶ୍ନର ଉତ୍ତର ଏବେ ଆମେ ଆଲୋଚନା କରିବା। ବୁଝିଲ ପିଲାମାନେ? ତମେ ତାକୁ ମନ ଦେଇକି ଲେଖିବ। ତେବେ ପିଲାମାନେ, ଯଦି ଭିଡ଼ିଓଟି ତୁମ ମନ ପସନ୍ଦର ହେଇଥାଏ, ଲାଇକ୍ଟିଏ ନିଶ୍ଚିତ କରିବ, ଆଉ ଅନ୍ୟମାନଙ୍କୁ ସେୟାର କରିବ। ଯିବା 1 ନମ୍ବର ପ୍ରଶ୍ନକୁ। 1 ନମ୍ବର, ଆମ ଘରେ ଦେଖିଥିବା କେତୋଟି ପଶୁର ନାମ ଆଉ ସେମାନଙ୍କର ଗୋଡ଼ ସଂଖ୍ୟା କୁହ। ତାହେଲେ ଆମ ଘରେ ଦେଖିଥିବା କେତୋଟି ପଶୁର ନାମ ହେଉଛି ଗାଈ, ଛେଳି, ମେଣ୍ଢା ଓ କୁକୁର। ଏମାନଙ୍କର ଗୋଡ଼ ସଂଖ୍ୟା 4। 2 ନମ୍ବର, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ କ'ଣ ଅସୁବିଧା ହୁଅନ୍ତା? ଉତ୍ତର, ଯଦି ପଶୁମାନଙ୍କର ଗୋଡ଼ ନଥାନ୍ତା ତେବେ ସେମାନେ ଚାଲିପାରନ୍ତେ ନାହିଁ, ଖାଦ୍ୟ ଖୋଜି ଖାଇପାରନ୍ତେ ନାହିଁ, ସେମାନଙ୍କର ବଞ୍ଚିବା କଷ୍ଟକର ହୋଇଯାଆନ୍ତା। 3 ନମ୍ବର, ସାପର ଗୋଡ଼ ଅଛି କି? ସେ କିପରି ଚାଲେ? ଉତ୍ତର, ସାପର ଗୋଡ଼ ନାହିଁ, ସେ ଛାତିରେ ଭରା ଦେଇ ଚାଲେ। 4 ନମ୍ବର, ତୁମେ ପାଦରେ ଚପଲ ନ ପିନ୍ଧିଲେ କ'ଣ ଅସୁବିଧା ହେବ? ଉତ୍ତର, ପାଦରେ ଚପଲ ନ ପିନ୍ଧିଲେ ପାଦ ଅସନା ହେବ, ରୋଗ ଜୀବାଣୁ ଲାଗି ଶରୀରରେ ପ୍ରବେଶ କରିବେ। 5 ନମ୍ବର, 10ଟା ଗୋଡ଼ ଥିବା ଜୀବ ଦେଖିଛ କି? ସେ କିପରି ଚାଲେ? ସେ କେଉଁଠି ରହେ? ଆଚ୍ଛା ପିଲାମାନେ, 10ଟି ଗୋଡ଼ ଥିବା ଜୀବ ହେଉଛି ଚିଙ୍ଗୁଡ଼ି, ନାଇଁ କି? ସେ ଡେଇଁପାରେ, ଆଉ ସେ ପାଣିରେ ପହଁରିପାରେ। ଚିଙ୍ଗୁଡ଼ି ପାଣିରେ ରହେ। ବୁଝିଲ ପିଲାମାନେ? ଏବେ ଯିବା ଆଗକୁ ବଢ଼ିବା ପିଲାମାନେ। ଆସ ଭାବିବା ଆଉ ଲେଖିବା। ଝିଣ୍ଟିକାଟିଏ ଡେଇଁ ଡେଇଁକା ଖେଳୁଥାଏ। ସେହି ବାଟ ଦେଇ ପିମ୍ପୁଡ଼ିଟିଏ ଯାଉଥିଲା। ଝିଣ୍ଟିକା ତାକୁ ଡାକିଲା। ତାପରେ ଝିଣ୍ଟିକା ଓ ପିମ୍ପୁଡ଼ି କଥା ହେଲେ। ସେମାନେ କ'ଣ କଥା ହେଲେ ତୁମେ ଭାବିକି ଲେଖ। ଆମେ ଏମିତି ଲେଖିପାରିବା, ଝିଣ୍ଟିକା ଓ ପିମ୍ପୁଡ଼ି ନିଜ ନିଜ ପରିବାର ବିଷୟରେ କଥା ହେଲେ। ଦୁହେଁ ନିଜର ପରିଶ୍ରମ ବିଷୟରେ ଆଲୋଚନା କଲେ। ପରିଶ୍ରମ ହିଁ ସଫଳତା ଆଣିଦିଏ ବୋଲି ଆଲୋଚନା କଲେ। ଦୁହେଁ ମିତ ବସିବାକୁ କଥା ଦେଲେ। ଆମେ ଏମିତି ଲେଖିପାରିବା। 2 ନମ୍ବର, ବଣରେ ରହୁଥିବା 3ଟି ଲେଖାଏଁ ପଶୁପକ୍ଷୀଙ୍କ ନାମ ଲେଖିବା।
ତାହେଲେ ବଣରେ ରହୁଥିବା ପଶୁ ବାଘ ଭାଲୁ ସିଂହ, ପକ୍ଷୀ ହେଲା ମୟୂର କାଠହଣା ବାଇ ଚଢ଼େଇ ନାଇଁ କି। ଏବେ 3 ନମ୍ବର ଗଡ଼ ସଂଖ୍ୟା ଅନୁସାରେ ସାରଣୀ ପୂରଣ କରିବା। ଗଡ଼ ନଥିବା ପ୍ରାଣୀ କିଏରେ? ସାପ ଜିଆ ଜକ ମାଛ। 2ଟି ଗଡ଼ ଥିବା କିଏ? ନା ମଣିଷ ବଗ କାଉ ପାରା ଶୁଆ। 4ଟି ଗଡ଼ ଥିବା ଗାଈ ଛେଳି ବାଘ ମେଣ୍ଢା। 6ଟି ଗଡ଼ ଥିବା ମହୁମାଛି ବିରୁଡ଼ି ପ୍ରଜାପତି ମାଛି ଝିଣ୍ଟିକା ଇତ୍ୟାଦି। 8ଟି ଗଡ଼ ଥିବା ବୁଢ଼ିଆଣୀ ମାଙ୍କଡ଼ସା ନାଇଁ କି। 10ଟି ଗଡ଼ ଥିବା କିଏ? ନା କଙ୍କଡ଼ା ଅକ୍ଟୋପସ୍ ଚିଙ୍ଗୁଡ଼ି ଏମାନଙ୍କର 10ଟି ଗଡ଼। 4 ନମ୍ବରକୁ ଯିବା ବାକ୍ୟ ଗଢ଼ିବା ପିଲାମାନେ। ଯେମିତି ନଖ ନିୟମିତ ନଖ କାଟିବା, ସେଭଳିଆ ଚପଲ ପିନ୍ଧିବା। ଆମେ ଆମ ପାଦର ଯତ୍ନ କିପରି ନେବା? ଯେମିତି ନିୟମିତ ନଖ କାଟିବା, ସେହିଭଳି ଚପଲ ପିନ୍ଧିବା, ପରିଷ୍କାର ରଖିବା ଆଉ ତେଲ ଲଗାଇବା। ହଁ କି ନାହିଁ? ପାଦରେ ତେଲ ଲଗାଇବା, ପାଦକୁ ପରିଷ୍କାର ରଖିବା ଆଉ ଚପଲ ପିନ୍ଧିବା। 5 ନମ୍ବର କ'ଣ କହିଛି? ଅନୁଚ୍ଛେଦଟିକୁ ପଢ଼ିବା। ହାତୀଟିଏ ବଣରେ ବୁଲୁଥିଲା, ହଠାତ୍ ତା ଗୋଡ଼ରେ କଣ୍ଟା ଫୁଟିଗଲା, ସେ ଆଉ ଚାଲିପାରିଲା ନାହିଁ। ଏଇଭଳିଆ ଲେଖିବ ପିଲାମାନେ। ପୁଣି ତଳେ ଦେଇଛି କେଉଁ ଶବ୍ଦ କେଉଁ ପ୍ରାଣୀ କେଉଁ ଶବ୍ଦ କରେ ତାକୁ ଗାର ମାରିବ ନାହିଁ। ଏବେ ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା। ଯେମିତି ଦେଖ ଝିଣ୍ଟିକା, ଆତ, ଦୈନିକ, ନୌକା, କଣ୍ଠ, ବୀଜ ଇତ୍ୟାଦି। 2 ନମ୍ବର 2 କୋଠରୀରୁ ମେଳ ଖାଉଥିବା ଶବ୍ଦକୁ ନେଇକି ବାକ୍ୟ ଗଢ଼ିବା। ଯେମିତି ଜିଆ ଜିଆ ମାଟିରେ ରହେ, କୁକୁର କୁକୁର ଘର ଜଗେ, ବର୍ଷା ମାଟିକୁ ଭିଜେଇ ଦିଏ, ଆମେ ପାଣି ପିଉ। ହେଇପାରିବ କି ନାହିଁ ପିଲାମାନେ? ନାଇଁ କି? କୁକୁର ପାଣି ପିଏ, ବର୍ଷା ହେଲେ ପାଣି ପଡ଼େ, ଏମିତି ଲେଖିପାରିବା। 3 ନମ୍ବର ତଳେ ଥିବା ଉତ୍ତରକୁ ପାଇବା ପାଇଁ ପ୍ରଶ୍ନ ତିଆରି କର। ଯେମିତି ଜିଆ ଖାଦ୍ୟ ଖୋଜିବାକୁ ବାହାରିଲା, ଆମେ ଲେଖିପାରିବା କିଏ ଖାଦ୍ୟ ଖୋଜିବାକୁ ବାହାରିଲା। ଖ ନମ୍ବର କୁକୁରର 4ଟି ଗୋଡ଼, ଆମେ ଲେଖିବା କୁକୁରର କେତୋଟି ଗୋଡ଼। ଗ ନମ୍ବର ପିମ୍ପୁଡ଼ିର ସାଙ୍ଗ ବିଛା ଥିଲା, ଆମେ ଲେଖିବା ପିମ୍ପୁଡ଼ିର ସାଙ୍ଗ କିଏ ଥିଲା। 4 ନମ୍ବର ଶ୍ରୁତ ଲିଖନ ଲେଖିବା 10ଟି ଶବ୍ଦ। ମାଧବ, କୁକୁର, ଠାକୁର, ଆକୁଳ, ବୀର, ମୀନ, ଗୀତା, ମୟୂର, ନୂତନ, କୃଷକ। ଏଇଭଳି ପିଲାମାନେ ନାଇଁ କି। ଆଶା କରୁଛି ତମେ ଭଲ ଭାବରେ ବୁଝିପାରୁଥିବ। ଏହାକୁ ବାରମ୍ବାର ଲେଖି ଅଭ୍ୟାସ କରିବ ପିଲାମାନେ। ଯେତିକି ଲେଖିବ ତମର ସେତିକି ସୁନ୍ଦର ମନେ ରହିବ ହେଲା। ବିଷୟଟିକୁ ଥରେ ଭଲ ଭାବରେ ବୁଝିଗଲା ପରେ ତମେ ସମସ୍ତ ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବେ କରିପାରିବ। ଏବେ କ'ଣ ଦେଇଛି ଦେଖିବା ନା ଶୁଣ ବୁଝ ଆଉ କୁହ। ରହେରେ ରହେ ମୁଁ କରଡ଼େ ରହେ, ରାତିରେ ବୁଲେ ମୁଁ ଦିନରେ ଶୁଏ, କହିଲ ଦେଖି ମୁଁ କିଏ? ସିଏ ହେଉଛି ପେଚା। ତାପରେ କ'ଣ ଦେଇଛି? ମାଉଁସ ଖାଏ ସେ ବଣରେ ରୁହେ, ଜାତୀୟ ପଶୁର ନାମଟି କହେ, କହିଲ ପିଲାଏ ସେ ଅଟେ କିଏ? ନା ବାଘ। ସେଗୁଡ଼ା ବେକରେ ତାହାର ନାଲିଆ ଗାର, ଶାଗୁଆ ଦେହ ତା ଦିଶେ ସୁନ୍ଦର, ବଙ୍କୁଲି ଥଣ୍ଟରେ ଫଳକୁ ଖାଏ, କହିଲ ପିଲାଏ ସେ କିଏ? ସେ ଅଟେ କିଏ? ନା ସେ ହେଉଛି ଶୁଆ। ହଁ କି ନାହିଁ? ଦେହ ଶାଗୁଆ, ଥଣ୍ଟ ନାଲିଆ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ ପିଲାମାନେ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।